ओम नमो भगवते वासुदेवाय। षोडशोऽध्याय। राजोवाच ए भूमि मंडल विस्तार तुम्भे कहिल मुनिवर যাবত সূর্যর প্রকাশ নক্ষত্র চন্দ্রঙ্কর বাস প্রিয়ব্রতর আচরণ যাবত କରିଛି ভ্রমণ তহিଁରୁ କୀର୍ତ୍ତି ଉପୁଜିଲା ଯେଣୁ ଶପଥ ସିନ୍ଧୁ ହେଲା ଏତ କହିଲ ବିପରୀତ ଅପରେ କିବା ଦୀପ ସାତ ଏହାର ଯେତେକ ପ୍ରମାଣ ଅପରେ ଯେତେକ ଲକ୍ଷଣ ବିଶେଷୀ କହ ମୁନିବର ଶୁଣିବା ଶ୍ରଦ୍ଧା ଯେ ମୋହର ଅଖିଳ ବ୍ରହ୍ମାଣ୍ଡ କାରଣ ଅନନ୍ତ ଆତ୍ମା ଯାର ପୁଣ୍ୟ ଏ ସ୍ଥୂଳ ରୂପ ଭଗବାନ ଯେ ଜ୍ୟୋତି ରୂପ ସୂକ୍ଷ୍ମ ବ୍ରହ୍ମ ପରମ ପରଙ୍କର ପର ଯେ ବାସୁଦେବ ଚକ୍ରଧର ତାହାଙ୍କ ଚରଣାର ବିନ୍ଦେ ମନ ମୋର ହୁଅ ପ୍ରମାଦେ ଯେଣୁ ତୁମ୍ଭର ଅଗୋଚର ନାହିଁ ଏ ବ୍ରହ୍ମାଣ୍ଡ ଭିତର ଏଣୁ ମୋ ମନର ସଂଶୟ ଭମୁନି ବିସ୍ତାରିଣ କହ ବେନି ସହସ୍ର ଊର୍ଦ୍ଧ୍ୱତାର କିୟ ବା ଦେବା ପଟାନ୍ତର ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ନୃପବର ମାୟାରେ ପ୍ରଭୁର ଶରୀର ସଂସାରେ ତାହାର ଭିଆଣ ଅଶେଷ ଅଛି ଯାର ସ୍ଥାନ ନର ମର ଯେବେ ହୋଇ ତେତେହେଁ ବର୍ଣ୍ଣି ନ ପାରଇ ତଥାପି ଶ୍ରେଷ୍ଠ ଶ୍ରେଷ୍ଠ କରି କହିବା ଶୁଣ ଦଣ୍ଡଧାରୀ ଭୂଗୋଳ ଚରିତ ବର୍ଣ୍ଣନ ରାଜନ ହୁଅ ସାବଧାନ ଏ ଜମ୍ବୁ ଦୀପ ନୃପବର ବିକାଶେ କମଳ ଆକାର ଅତି ଅଦ୍ଭୁତ ଯେହୁ ସ୍ଥଳ ଅୟୁତେ ଯୋଜନ ବିସ୍ତାର ଏମନ୍ତେ ନବ ଯେ ବରସ ସହସ୍ରେ ଯୋଜନ ପ୍ରକାଶ ମହତ ନବ ପର୍ବତରେ ବିଭାଗ ହୋଇ ସର୍ବଠାରେ ଏ ନବ ବରଷ ମଧ୍ୟରେ ବରଷ ଇଳା ବୃତ୍ତଠାରେ ଯାହାକୁ ନାଭି ଦେଶେ ତହିଁ ପର୍ବତ ରାଜ ଅଛି ରହି ସୁବର୍ଣ୍ଣମୟ ବିରାଜିତ ଅତ୍ୟନ୍ତ ସୁନ୍ଦର ଅଦ୍ଭୁତ ମସ୍ତକ ଯାହାର ପ୍ରମାଣ 22,000 ଯୋଜନ ସ୍ଥୂଳ ଯାହାର ପରିମାଣ 16,000 ଯୋଜନ ସୁବର୍ଣ୍ଣ ଶୃଙ୍ଗ 3 ଜାର ମହିରେ ସ୍ତମ୍ଭର ଆକାର ପୂର୍ଣ୍ଣ ଭାଗରେ ବେନିଗିରି ନୀଳଧବଳ ରୂପ ଧରି ଲବଣ ସିନ୍ଧୁ ନିକଟର 9,000 ସେ ବିସ୍ତାର ନିଷେଧ ହେମକୂଟ ଆଦି ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ଏହା ଦକ୍ଷିଣେ ଗିରିବର ହିମାଳୟ ନାମ ତାହାର ସୁବର୍ଣ୍ଣ ଯଥା କ୍ରମେ ତାର ଅୟୁତେ ଯୋଜନ ବିସ୍ତାର ଅପରେ ମାଲ୍ୟ ପର୍ବବନ ବିଶାଳ ଯେ ଗନ୍ଧମାର୍ଦ୍ଧନ ଅୟୁତେ ଯେ କେତୁମାଳ ଆଦି ଏହାଙ୍କ ନାମରେ ପ୍ରସିଦ୍ଧି ମହେନ୍ଦ୍ର ମେରୁ ଯେ ମନ୍ଦର ସୁବର୍ଣ୍ଣ ଆଦି ଗିରିବର
ସ୍ୱର୍ଣ୍ଣଗିରି ଚତୁର୍ଦିଗରେ ପ୍ରାକାର ବେଷ୍ଟିତ ଆକାରେ ବୃକ୍ଷ ଚନ୍ଦନ ଆଦି କରି ଜମ୍ବୁ କଦମ୍ବ ଯେ ଚତ୍ୱାରୀ ପର୍ବତ ଅତି ମନୋହର ସହସ୍ର ଯୋଜନ ବିସ୍ତାର ଚତୁର ସିନ୍ଧୁ ତା ନିକଟେ ବିରାଜେ ଶୁଭ୍ର ନାନା ତଟେ ମଧୁର ଔଷଧି ଯେ ଫଳ ଯହିଁ ସକଳେ ଦେବ ମେଳ ଯେ ଯାହା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ ଭଦ୍ରରଥ ଜିତ ନନ୍ଦନ ବିରାଜେ ଗରୁଡ଼ ବାହନ ଯହିଁରେ ସମନ ସଗଣ କ୍ରୀଡ଼ା କରନ୍ତି ଅନୁକ୍ଷଣ କାମିନୀ ସଙ୍ଗତେ ଘେନିଣ ଯହିଁ ରହନ୍ତି ଦେବଗଣ ଏକାଶୀ ଯୋଜନ ବିସ୍ତାର ବହୁ କ୍ରୋଟର ସେ ଗିରିର ଅତ୍ୟନ୍ତ ତୁଙ୍ଗ ବୃକ୍ଷବର ସୁରଙ୍ଗ ବର୍ଣ୍ଣ ଫଳ ତାର ସୁଗନ୍ଧ ଅମୃତ ସୁସ୍ୱାଦ ରସ ଗଳଇ ବିଶାରଦ ସେଠାରୁ ଗୋଦାବରୀ ସାର ମନ୍ଦରେ ହୋଇଛି ବାହାର ଅମୃତ ତୁଲ୍ୟ ଜମ୍ବୁ ଫଳ ପାଚି ପଡ଼ଇ ମହିତଳ ହସ୍ତ ପ୍ରମାଣେ ଫଳ ସାର ରସ ଗଳଇ ଯେ ଅପାର ତହିଁରୁ ଜମ୍ବୁ ନଦ ଜାତ ଶୁଣ ସୁମନେ ପରୀକ୍ଷିତ ତାହାର ଜଳ ସ୍ପରଶରେ ସୁବର୍ଣ୍ଣ ହୋଇଅଛି ତୀରେ ମହାକଦମ୍ବ ତରୁବର ତାହାର ମଧ୍ୟରେ କ୍ରୋଟର ପରମ ଧାମ ରୂପ ହୋଇ ତହିଁରୁ ମଧୁ ଯେ ସ୍ରବଇ ଇଳାବୃତ ଯେ ବେଢ଼ି କରି ବିଶାଳ ପୟସ୍ୱିନୀ ମିଳି ବିଷ୍ଣୁର ପୟରେ ରହିଲା ବହୁତ କାଳ ତହୁଁ ଗଲା ସହସ୍ର ଯୁଗର ଅନ୍ତରେ ପଡ଼ିଲା ସ୍ୱର୍ଗୁ ମସ୍ତକରେ ଧ୍ରୁବ ପରମ ଭାଗବତ ଜାଣିଲେ ବିଷ୍ଣୁ ପାଦାମୃତ ଭକ୍ତି ଯୋଗରେ ବଶ ହୋଇ ଆନନ୍ଦେ ଅଙ୍ଗ ପୁଲକଇ ମାର୍ଜନା କରିବା ନିମନ୍ତେ ଶିରରେ ବହିଲେ ତୁରିତେ ଯେଣୁ ସକଳ ମୁନିଗଣ ପ୍ରଭାବେ ଜାଣି ତତ୍କ୍ଷଣ ସକଳ ଆତ୍ମା ଭଗବାନ ତପସାଧିଲେ ଯୋଗ ଶୂନ୍ୟ ମୋକ୍ଷ କାରଣେ ସେ ଭଜନ୍ତି ପ୍ରଭୁଙ୍କ ଚରଣେ ପୂଜନ୍ତି ସେ ଜଳ ପାଇ ହୃଷ୍ଟ ହୋଇ ଜଟାରେ ଥୋଇଲେ ସେ ନେଇ ତହୁଁ ସେ ବହୁତ ପ୍ରକାରେ ତପେ ତୋଷିଲେ ପୁରନ୍ଦରେ ତାହାଙ୍କୁ ଲକ୍ଷ୍ୟ କରି ଗଲା ବ୍ରହ୍ମଲୋକରେ ସେ ପଡ଼ିଲା ତହୁଁ ସେ ବିଦ୍ୟମାନ ହୋଇ ଚତୁର୍ଦ୍ଧା ରୂପକୁ ଯେ ବହି ଶୁଣ ପରୀକ୍ଷ ନୃପବର ଏ ନାମ ତତ୍ୱର ତାହାର ସୀତା ଅଳକା ନନ୍ଦା ଦୁଇ ସୁଭଦ୍ରା ନାମକୁ ଯେ ବହି ଚାରି ଦିଗରେ ସେ ଭ୍ରମଇ ସିନ୍ଧୁରେ ପ୍ରବେଶ ହୁଅଇ ବ୍ରହ୍ମାସଦନୁ ସୀତା ଯାଇ ଶିବାର୍ଚ୍ଚନାରେ ସେ ଭ୍ରମଇ ଅର୍ଦ୍ଧ ଊର୍ଦ୍ଧ୍ୱରେ ଭ୍ରମି ଯାଇ ଗନ୍ଧମାର୍ଦ୍ଦନେ ସେ ପଡ଼ଇ ତାହାର ସଙ୍ଗରେ ବିହରି ଭଦ୍ରାସୁ ବସୁ ସୂକ୍ଷ୍ମ କରି ସୁର ସିନ୍ଧୁର ପୂର୍ବ ଦିଗେ ପ୍ରବେଶୀ ଅଛି ଅତି ବେଗେ ମେରୁ ଶିଖରେ ଭଦ୍ରା ଯାଇ ଉତ୍ତର ଦିଗେ ସେ ଭ୍ରମଇ ରବି ତରଙ୍ଗ ଶୃଙ୍ଗ ଦେଶେ ଅଳକା ନନ୍ଦା ସେ ପ୍ରକାଶେ ଇଳାବୃତର ଯେ ଉତ୍ତର ପ୍ରଜାଏ ସୁସ୍ଥ ଯାର ବଳେ ଇଳାବୃତର ଯେ ଉତ୍ତରେ
ପ୍ରଜାଏ ସୁସ୍ଥ ଯାର ବଳେ ଯାବତ ଜୀବ ସୁଖୀ ହୋଇ ଅଛନ୍ତି ଯାର ଜଳ ଖାଇ। ଚିତ୍ରକୂଟର ସୀମା ଆଦି କପିଳ ବୈଦୁର୍ଯ୍ୟ ପ୍ରସିଦ୍ଧି ନାନା କାନନେ ନଦ ନଦୀ ଏ ଆଦି ଯେତେକ ପ୍ରସିଦ୍ଧି। ମେରୁ କଣ୍ଟକ ପ୍ରାୟ ହୋଇ ଏତେକ ଶୀଘ୍ର ପ୍ରକାଶଇ ଯାହାର ମେରୁ ପୃଷ୍ଠ ଦେଶେ 18 ଯୋଜନ ପ୍ରକାଶେ। ଦେବକୂଟ ଗିରିରେ ଯାଇ ମେରୁର ପୂର୍ବ ଦିଗେ ରହି ପବନ ପାରିଜାତ ଦୁଇ ତାହାର ପଶ୍ଚିମେ ସେ ହୋଇ କୈଳାସ କରବୀର ଦୁଇ ଦକ୍ଷିଣ ପାଶେ ବିରାଜଇ ଉତ୍ତରେ ତ୍ରିଶିର ମକର ଅଛନ୍ତି ବେନି ଗିରିବର ଅଷ୍ଟଗିରିର ମଧ୍ୟ ଦେଶେ ସୁବର୍ଣ୍ଣଗିରି ଯେ ପ୍ରକାଶେ। ସୁବର୍ଣ୍ଣଗିରି ଅଗ୍ରଦେଶେ ବ୍ରହ୍ମାର ପୁର ଯେ ପ୍ରକାଶେ ଆୟୁତେ ଯୋଜନ ସେ ହୋଇ ନାନାଦି କୁସୁମ ବାସଇ। ସୁବର୍ଣ୍ଣ କୂଳ ମାନଙ୍କର କିୟ ବା ଦେବା ପଟାନ୍ତର। ହେମ କଳସ ଉଚ୍ଚପୁର ଚାରି ଦିଗରେ ସେ ତାହାର ଇନ୍ଦ୍ରାଦି ଦିଗପାଳଙ୍କର ସୁବର୍ଣ୍ଣ ମନ୍ଦିରର ଘର। ଏଥି କର୍ମରେ ଯେଝା ମତେ ନିର୍ମିତ ପୁର ଯଥୋଚିତେ ଅଷ୍ଟପାଳଙ୍କ ଅଟେ ପୁର ସୁଯସଞ୍ଜ ଅତି ମନୋହର। ପଞ୍ଚମ ସ୍କନ୍ଧେ ହୁଏ ବାଣୀ ଶୁଣି ସଂସାରୁତର ପ୍ରାଣୀ କହଇ ବିପ୍ର ଜଗନ୍ନାଥ କୃଷ୍ଣଚରିତ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନେ ନାମ ଷୋଡ଼ଶୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।